ଆଜି ସକାଳେ ମୁଁ ଗୋଟେ ଖବର ପାଇଲି ଯେ ଗୋଟେ ହାଇବା ଟାୟାର ଫାଟିଯାଇଛି, ସେ 15 ନମ୍ବର ପାଖରେ ଠିଆ ହେଇଛି। ଆଉ ଗୋଟେ ହାଇବା ଆସିକିରି ତା ଗାଣ୍ଡିରେ ବାଡ଼େଇଛି। ମୋର କହିବା କଥା, ଦୁର୍ଘଟଣା ଏଇଠି 15 ନମ୍ବର ପାଖରେ 15 ଦିନ ହେଲା 15ଟା ଦୁର୍ଘଟଣା ହେଲା। କିନ୍ତୁ ଦୁର୍ଘଟଣା କାହିଁକି ହେଉଛି, କ'ଣ ପାଇଁ ହେଉଛି, ପ୍ରଶାସନ ଜାଣିବା ଦରକାର। ଦୁର୍ଘଟଣାରେ କେତେ ଧନ ଜୀବନ ନଷ୍ଟ ହେଉଛି। ଦୁର୍ଘଟଣା ହେବାର କାରଣ ରାତି ଅନିନ୍ଦ୍ରା ହେଇ ଡ୍ରାଇଭର ବନ୍ଧୁମାନେ ଗାଡ଼ି ଚଲାଉଛନ୍ତି। କେତେ ଦିନ ରାତି ଅନିନ୍ଦ୍ରା ହେଇ ଗାଡ଼ି ଚଲାଇବେ? ଭଗବାନ ଦିନ କରିଛନ୍ତି ଖଟିବା ପାଇଁ, ରାତି କରିଛନ୍ତି ଶୋଇବା ପାଇଁ। କିନ୍ତୁ ଡ୍ରାଇଭର ବନ୍ଧୁ ଜଣେ ରାତି ସାରା ଗାଡ଼ି ଚଲାଉଛି, ନିଜକୁ କଣ୍ଟ୍ରୋଲ କରିପାରୁନାହାନ୍ତି। କେମିତି ନିଜ କଣ୍ଟ୍ରୋଲ କରିବେ ଯେ ବର୍ଷକ 12 ମାସ ରାତିରେ ଗାଡ଼ି ଚଲାଉଛନ୍ତି? ଯଦି ଗାଡ଼ି ଚଲାଉଛନ୍ତି ତାହେଲେ ତାଙ୍କ ପାଇଁ ରାତିରେ ଯଦି ଗାଡ଼ି ଚାଲିବ, ପ୍ରଶାସନ କହିଛି ଯଦି ରାତିରେ ଗାଡ଼ି ଚାଲିବ ତାହେଲେ ଡ୍ରାଇଭର ବନ୍ଧୁମାନଙ୍କ ପାଇଁ କିଛି ବ୍ୟବସ୍ଥା କରନ୍ତୁ। ବ୍ୟବସ୍ଥା କ'ଣ କରିବେ? ରାତିରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରନ୍ତୁ, ଚାହା ବ୍ୟବସ୍ଥା କରନ୍ତୁ, ଆଖି କେମିତି ଲାଗିବନି। କିନ୍ତୁ ଗୋଟେ ଦୁର୍ଘଟଣା ଯେତେବେଳେ ହେଉଛି, ସିଏ ନିଜେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଜନସାଧାରଣଙ୍କୁ ଅସୁବିଧାରେ ପକାଉଛନ୍ତି।